ओम शांति। आजिर साकार महावाक्य 16/2/2026। मधुर संतान माने प्राणेश्वर बाबा तुम मानक प्राणदान देवाई आसीछंती। प्राणदान मिलिबा अर्थ तमो प्रधान सतो प्रधान हेबा। प्रश्न, ड्रामार प्रत्येक रहस्य को जानिथिबा कारणरू केउं दृश्य तुम पाई नुआ नुहे? उत्तर, वर्तमान समय सारा दुनिया रे जो सब गंडगोल हेउछि, विनाश काले विपरीत बुद्धि हुई निजर ही कूलर हत्या करिबा पाई जो सब अनेक साधन तैयारी करूछंती, यह कोनोसी नुआ कथा नुहे। काहेकि ना तुमे माने जानिछ ई दुनिया तो निश्चित बदलिब। महाभारत युद्ध परे ही आमर नुआ दुनिया आसीब। गीत अच्छी यह कौन आज आया। ओम शांति। सकाळ सकाळू ये किए आसी मुरली शुणाउछंती। दुनिया तो बिल्कुल ही घोर अंधकार रे रहिछि। तुमे एबे मुरली शुणुछ ज्ञानर सागर पतित पावन प्राणेश्वर बाबांक ठारू। से हेउछंती प्राण रक्षा कल्ला वाला ईश्वर। कथारे कहिथांती ना, हे ईश्वर एही दुखरु बंचाओ। सेमाने भौतिक स्थूल साहाय्य मागुछंती। एबे तुममानंकु अविनाशी सूक्ष्म साहाय्य मिलुछि। काहेकि ना बाबा अविनाशी अटंती ना। तुमे जानिछ आत्मा मध्य गुप्त अटे। पिलामानंकर शरीर दृश्यमान अटे। तेणु बाबांकर श्रीमत पिलामानंकर प्रति रहिछि। सर्वशास्त्रमयी शिरोमणि गीता प्रसिद्ध अटे। सेथिरे केवल श्रीकृष्णकर नाम लेखि देइछंती। एबे तुमे जानुछ श्रीमत भगवान उवाच अटे। एकथा मध्य बुझुचे जे भ्रष्टाचाररु श्रेष्ठाचारी एकमात्र बाबा ही करिथांती। से ही नररु नारायण कराउछंती। सत्यनारायणकर कथा मध्य रहिछि। अमर कथार गायन मध्य करा जाइथाए। अमरपुरीर मालिक कराइबा अथवा नररु नारायण कराइबा एका कथा अटे। ଏହା ହେଉଛି ମୃତ୍ୟୁଲୋକ। ଭାରତ ହିଁ ଅମରପୁରୀ ଥିଲା, ଏକଥା କାହାକୁ ହେଲେ ଜଣା ନାହିଁ। ଏହିଠାରେ ହିଁ ଅମର ବାବା ପାର୍ବତୀମାନଙ୍କୁ ଅମର କଥା ଶୁଣାଇଥିଲେ। ଜଣେ ପାର୍ବତୀ ଅଥବା ଜଣେ ଦ୍ରୌପଦୀ ନଥିଲେ। ଏହି ଜ୍ଞାନ ତ ଅନେକ ସନ୍ତାନ ଶୁଣୁଛନ୍ତି। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ଶୁଣାଉଛନ୍ତି। ବାବା କହୁଛନ୍ତି ମୁଁ ବ୍ରହ୍ମା ଦ୍ୱାରା ମଧୁର ସନ୍ତାନ ଗଣଙ୍କୁ ବୁଝାଉଛି। ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମକୁ ଆତ୍ମ ଅଭିମାନୀ ନିଶ୍ଚୟ ହେବାକୁ ପଡ଼ିବ। ତାହା ତ ବାବା ହିଁ କରିପାରିବେ। ଦୁନିଆରେ ଜଣେ ହେଲେ ମନୁଷ୍ୟ ନାହାନ୍ତି ଯାହାଙ୍କ ପାଖରେ ଆତ୍ମାର ଜ୍ଞାନ ଥିବ। ଆତ୍ମାର ଜ୍ଞାନ ନାହିଁ, ତେବେ ପରମାତ୍ମାଙ୍କର ଜ୍ଞାନ କିପରି ରହିବ? କହିଦେଉଛନ୍ତି ଆମେ ଆତ୍ମା ସୋ ପରମାତ୍ମା ଅଟୁ। କେତେ ବଡ଼ ଭୁଲ ମଧ୍ୟରେ ସାରା ଦୁନିଆ ଛନ୍ଦି ହୋଇଯାଇଛି। ବିଲକୁଲ ହିଁ ପଥର ବୁଦ୍ଧି ଅଟନ୍ତି। ବିଦେଶୀମାନେ ମଧ୍ୟ କମ୍ ପଥର ବୁଦ୍ଧି ନୁହନ୍ତି। ଏକଥା ସେମାନଙ୍କ ବୁଦ୍ଧିରେ ଆସୁନାହିଁ ଯେ ଆମେ ଯେଉଁ ବମ୍ ଆଦି ତିଆରି କରୁଛୁ ଏହା ତ ନିଜର ବିନାଶ କରିବା ସହିତ ସାରା ଦୁନିଆର ମଧ୍ୟ ବିନାଶ କରିବା ପାଇଁ ତିଆରି କରୁଛୁ। ତେଣୁ ଏହି ସମୟରେ ବୁଦ୍ଧି କୌଣସି କାମର ନୁହେଁ। ନିଜର ହିଁ ବିନାଶ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରୁଛନ୍ତି। ତୁମମାନଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ। ଜାଣିଛ, ଡ୍ରାମା ଅନୁସାରେ ସେମାନଙ୍କର ମଧ୍ୟ ଅଭିନୟ ରହିଛି। ଡ୍ରାମାର ବନ୍ଧନରେ ବନ୍ଧା ହୋଇଛନ୍ତି। ପଥର ବୁଦ୍ଧି ନ ହୋଇଥିଲେ କ'ଣ ଏପରି କାମ କରିଥାନ୍ତେ? ସାରା କୁଳର ବିନାଶ କରୁଛନ୍ତି। ଆଶ୍ଚର୍ଯ୍ୟ ଅଟେ ନା? କ'ଣ କରୁଛନ୍ତି? ଆଜି ସବୁ ଠିକ୍ ଠାକ୍ ଚାଲୁଛି, କାଲି ମିଲିଟାରୀ ବିଗିଡ଼ିଗଲା ତ ପ୍ରେସିଡେଣ୍ଟକୁ ମଧ୍ୟ ମାରି ଦେଉଛନ୍ତି। ଏହିପରି ଦୁର୍ଘଟଣାମାନ ହୋଇ ଚାଲିଛି। କାହାକୁ ବି ସହିପାରୁନାହାନ୍ତି। ଶକ୍ତିଶାଳୀ ଅଟନ୍ତି ନା? ଆଜିକାଲି ଦୁନିଆରେ ବହୁତ ହଙ୍ଗାମା ହେଉଛି। ପଥର ବୁଦ୍ଧି ମଧ୍ୟ ବହୁତ ଅଛନ୍ତି। ଏବେ ତୁମେ ଜାଣୁଛ ବିନାଶ କାଳେ ଯିଏ ବାବାଙ୍କ ଠାରୁ ବିପରୀତ ବୁଦ୍ଧି ଅଛନ୍ତି ସେମାନଙ୍କ ନିମନ୍ତେ ବିନଶ୍ୟନ୍ତିର ଗାୟନ ରହିଛି। ବର୍ତ୍ତମାନ ଏହି ଦୁନିଆର ପରିବର୍ତ୍ତନ ହେବ। ଏକଥା ମଧ୍ୟ ଜାଣିଛ ଯେ ବାସ୍ତବରେ ମହାଭାରତ ଲଢ଼ାଇ ଲାଗିଥିଲା। ବାବା ରାଜଯୋଗ ଶିଖାଇଥିଲେ। ଶାସ୍ତ୍ରରେ ତ ସମ୍ପୂର୍ଣ୍ଣ ବିନାଶ ଦେଖାଇଛନ୍ତି, କିନ୍ତୁ ସମ୍ପୂର୍ଣ୍ଣ ବିନାଶ ତ ହେଉନାହିଁ। ତାହେଲେ ତ ପ୍ରଳୟ ହୋଇଯିବ। ଆଉ କେହି ମନୁଷ୍ୟ ମଧ୍ୟ ରହିବେ ନାହିଁ। କେବଳ ପାଞ୍ଚ ତତ୍ତ୍ୱ ରହିଯିବ। କିନ୍ତୁ ଏପରି ତ ହୋଇପାରିବ ନାହିଁ। ପ୍ରଳୟ ହୋଇଗଲେ ପୁଣି ମନୁଷ୍ୟ କେଉଁଠାରୁ ଆସିବେ? ଦେଖାଉଛନ୍ତି ଯେ ଶ୍ରୀକୃଷ୍ଣ ଆଙ୍ଗୁଳି ଚୁଚୁମି ଚୁଚୁମି ଅଶ୍ୱତଥ ପତ୍ର ଉପରେ ସାଗରରେ ଭାସି ଭାସି ଆସିଥିଲେ। ବାଳକ ଏହିପରି ଭାବରେ ସାଗରରେ କିପରି ଆସିପାରିବେ? ଶାସ୍ତ୍ରରେ ଏପରି କଥା ସବୁ ଲେଖିଦେଇଛନ୍ତି ଯେ ସେ କଥା ନ କହିଲେ ଭଲ। ବର୍ତ୍ତମାନ ତୁମେ କୁମାରୀମାନଙ୍କ ଦ୍ୱାରା ଏହି ବିଦ୍ୱାନ ଭୀଷ୍ମ ପିତାମହ ଅର୍ଥାତ୍ ବଡ଼ ବଡ଼ ସନ୍ନ୍ୟାସୀ ଆଦିଙ୍କୁ ମଧ୍ୟ
ଜ୍ଞାନର ବାଣ ମରାଯାଉଛି। ଭବିଷ୍ୟତରେ ସେମାନେ ମଧ୍ୟ ଆସିବେ। ଯେତେ ଯେତେ ତୁମେ ସେବାରେ ଜୋର ଦେବ, ବାବାଙ୍କର ପରିଚୟ ସମସ୍ତଙ୍କୁ ଦେଇ ଚାଲିବ, ସେତେ ତୁମର ପ୍ରଭାବ ବଢ଼ିବ। ହଁ, ବିଘ୍ନ ମଧ୍ୟ ପଡ଼ିବ। ଏକଥାର ମଧ୍ୟ ଗାୟନ ରହିଛି ଯେ ଆସୁରୀ ସମ୍ପ୍ରଦାୟର ଏହି ଜ୍ଞାନ ଯଜ୍ଞରେ ବହୁତ ବିଘ୍ନ ପଡ଼ିଥାଏ। ବିଚରା ପଥର ବୁଦ୍ଧି ମନୁଷ୍ୟ କିଛି ବି ଜାଣିନାହାନ୍ତି ଯେ ଏସବୁ କ'ଣ ହେଉଛି। କହୁଛନ୍ତି ଏହାଙ୍କର ଜ୍ଞାନ ହିଁ ନିଆରା ଅଟେ। ଏକଥା ମଧ୍ୟ ତୁମେ ଜାଣୁଛ ଯେ ଏହା ନୂଆ ଦୁନିଆ ପାଇଁ ନୂଆ କଥା ଅଟେ। ବାବା କହୁଛନ୍ତି ଏହି ରାଜଯୋଗ ତୁମକୁ ଆଉ କେହି ଶିଖାଇ ପାରିବେ ନାହିଁ। ଜ୍ଞାନ ଏବଂ ଯୋଗ ବାବା ହିଁ ଶିଖାଉଛନ୍ତି। ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି। ସେହି ପତିତ ପାବନ ଅଟନ୍ତି। ତେବେ ନିଶ୍ଚିତ ପତିତମାନଙ୍କୁ ହିଁ ଜ୍ଞାନ ଦେବେ ନା। ପିଲାମାନେ ବୁଝୁଛନ୍ତି ଯେ ଆମେ ପାରସ ବୁଦ୍ଧି ହୋଇ ପାରସନାଥ ହେଉଛୁ। ମନୁଷ୍ୟମାନେ ତ କେତେ ଢେର ମନ୍ଦିର ତିଆରି କରିଛନ୍ତି, କିନ୍ତୁ ସେ କିଏ କ'ଣ କରିଯାଇଛନ୍ତି କିଛି ବି ଅର୍ଥକୁ ବୁଝୁନାହାନ୍ତି। ପାରସନାଥଙ୍କର ମଧ୍ୟ ମନ୍ଦିର ଅଛି, କିନ୍ତୁ କେହି ବି ଜାଣିନାହାନ୍ତି। ଭାରତ ପାରସପୁରୀ ଥିଲା, ସୁନା ହୀରା ନୀଳାର ମହଲ ଥିଲା। ଏହା କାଲିର ହିଁ କଥା। ସେମାନେ ତ କେବଳ ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି ଏବଂ ବାବା କହୁଛନ୍ତି ସାରା ଡ୍ରାମା ହିଁ 5000 ବର୍ଷର ଅଟେ। ସେଥିପାଇଁ ତ କୁହାଯାଉଛି ଆଜିର ଭାରତ କିପରି ହୋଇଛି, କାଲିର ଭାରତ କିପରି ଥିଲା। ଲକ୍ଷ ଲକ୍ଷ ବର୍ଷର କଥା ତ କାହାର ସ୍ମୃତିରେ ରହିବ ନାହିଁ। ତୁମମାନଙ୍କୁ ଏବେ ସ୍ମୃତି ଆସିଛି। ଜାଣିଛ, ବାବା ପ୍ରତ୍ୟେକ 5000 ବର୍ଷ ପରେ ଆସି ଆମକୁ ସ୍ମୃତି ଦେଉଛନ୍ତି। ତୁମେମାନେ ସ୍ୱର୍ଗର ମାଲିକ ଥିଲ। 5000 ବର୍ଷର କଥା ଯଦି କାହାକୁ ବି ପଚରାଯାଏ, ଏହି ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ କେବେ ଥିଲା, କେତେ ବର୍ଷ ହେଲାଣି, ତେବେ ଲକ୍ଷ ଲକ୍ଷ ବର୍ଷ କହିଦେବେ। ତୁମେ ବୁଝାଇ ପାରିବ ଏହା ତ 5000 ବର୍ଷର କଥା। କହୁଛନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ଏତେ ସମୟ ପୂର୍ବରୁ ସ୍ୱର୍ଗ ଥିଲା। ବାବା ତ ଭାରତକୁ ହିଁ ଆସୁଛନ୍ତି। ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି। ଯଦି ବାବାଙ୍କର ଜୟନ୍ତୀ ପାଳନ କରୁଛନ୍ତି, ତେବେ ସେ ନିଶ୍ଚିତ କିଛି କରିବାକୁ ଆସିଥିବେ। ପତିତ ପାବନ ଅଟନ୍ତି, ତେବେ ନିଶ୍ଚୟ ଆସି ପବିତ୍ର କରାଉଥିବେ। ଜ୍ଞାନସାଗର ମଧ୍ୟ ଅଟନ୍ତି, ତେବେ ନିଶ୍ଚୟ ଜ୍ଞାନ ଦେବେ ନା। ଯୋଗଯୁକ୍ତ ହୋଇ ବସ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ଏହା ଜ୍ଞାନ ହେଲା ନା। ସେମାନେ ତ ହେଲେ ହଟ ଯୋଗୀ, ଗୋଡ଼ ଉପରେ ଗୋଡ଼ ପକାଇ ବସୁଛନ୍ତି, କ'ଣ କ'ଣ ସବୁ କରୁଛନ୍ତି। ତୁମେ ମାତାମାନେ ତ ଏହିପରି କରିପାରିବ ନାହିଁ, ଏପରି ବସି ମଧ୍ୟ ପାରିବ ନାହିଁ। ବାବା କହୁଛନ୍ତି ମଧୁର ପିଲାମାନେ, ଏସବୁ କିଛି କରିବା ତୁମର ଦରକାର ନାହିଁ। ସ୍କୁଲରେ ପିଲାମାନେ କାଇଦା ଅନୁସାରେ ବସିଥାନ୍ତି ନା। ବାବା ତ ସେ କଥା ମଧ୍ୟ କହୁନାହାନ୍ତି। ତୁମର ଯେପରି ଇଚ୍ଛା ସେହିପରି ବସ, ବସି ବସି ଥକିଗଲେ ପୁଣି ଶୋଇପଡ଼। ବାବା କୌଣସି କଥାରେ ମନା କରୁନାହାନ୍ତି। ଏହା ତ ବିଲକୁଲ ସହଜ ବୁଝିବାର କଥା। ଏଥିରେ କୌଣସି ଅସୁବିଧାର କଥା ହିଁ ନାହିଁ। ଯେତେ ବି ରୋଗଗ୍ରସ୍ତ ହୋଇଥାଅ, କିଏ ଜାଣେ ମୁରଲି ଶୁଣୁ ଶୁଣୁ ଶିବ ବାବାଙ୍କ ୟାଦରେ ହୁଏତ ପ୍ରାଣ ଚାଲିଯିବ। ଗାୟନ କରାଯାଇଥାଏ ନା, ଗଙ୍ଗାର କୂଳ ହୋଇଥିବ, ଗଙ୍ଗାଜଳ ମୁଖରେ ଥିବ, ତେବେ ଯାଇ ଶରୀରରୁ ପ୍ରାଣ ବାହାରୁଯିବ। ସେସବୁ ତ ହେଉଛି ଭକ୍ତି ମାର୍ଗର କଥା। ବାସ୍ତବରେ ଏହା ହେଉଛି ଜ୍ଞାନ ଅମୃତର କଥା। ତୁମେ ଜାଣିଛ, ସତରେ ଆମର ଏହିପରି ହିଁ ପ୍ରାଣ ଯିବ। ତୁମେମାନେ ପରମ ଧାମରୁ ଆସୁଛ, ମୋତେ ସେଠାରେ ଛାଡ଼ିଦେଇ ତୁମେ ସୁଖଧାମକୁ ଯାଉଛ। ବାବା କହୁଛନ୍ତି ମୁଁ ତ ତୁମମାନଙ୍କୁ ସାଥିରେ ନେଇଯିବି। ମୁଁ ଆସିଛି ପିଲାମାନଙ୍କୁ ଘରକୁ ନେଇଯିବା ପାଇଁ। ତୁମକୁ ନା ନିଜ ଘର ବିଷୟରେ ଜଣାଅଛି, ନା ଆତ୍ମା ବିଷୟରେ ଜଣାଅଛି। ମାୟା ବିଲକୁଲ ହିଁ ଡେଣା କାଟି ଦେଇଛି। ସେଥିପାଇଁ ଆତ୍ମା ଉଡ଼ିପାରୁନାହିଁ, କାହିଁକି ନା ତମୋ ପ୍ରଧାନ ଅଟେ। ଆତ୍ମା ସତୋ ପ୍ରଧାନ ନ ହେବା ପର୍ଯ୍ୟନ୍ତ ଶାନ୍ତିଧାମକୁ କିପରି ଯାଇପାରିବ। ଏକଥା ମଧ୍ୟ ଜାଣିଛ, ଡ୍ରାମାର ପ୍ଲାନ୍ ଅନୁସାରେ ସମସ୍ତଙ୍କୁ ତମୋ ପ୍ରଧାନ ହେବାକୁ ହିଁ ପଡ଼ିବ। ବର୍ତ୍ତମାନ ସମୟରେ ସାରା ବୃକ୍ଷ ବିଲକୁଲ ତମୋ ପ୍ରଧାନ ଜୀର୍ଣ୍ଣ ଶୀର୍ଣ୍ଣ ହୋଇଗଲାଣି। ପିଲାମାନେ ଜାଣିଛନ୍ତି ସବୁ ଆତ୍ମାମାନେ ତମୋ ପ୍ରଧାନ ଅଟନ୍ତି। ନୂଆ ଦୁନିଆରେ ସତୋ ପ୍ରଧାନ ଆତ୍ମା ରହିବେ। ଏଠାରେ କାହାର ସତୋ ପ୍ରଧାନ ଅବସ୍ଥା ହୋଇପାରିବ ନାହିଁ। ବର୍ତ୍ତମାନ ଆତ୍ମା ପବିତ୍ର ହୋଇଗଲେ ପୁଣି ଶରୀରରେ ରହିପାରିବ ନାହିଁ। ଶରୀର ଛାଡ଼ି ଚାଲିଯିବ। ସମସ୍ତେ ଭକ୍ତି କରୁଛନ୍ତି ମୁକ୍ତି ପାଇଁ ଅଥବା ଶାନ୍ତିଧାମକୁ ଯିବା ପାଇଁ, କିନ୍ତୁ କେହି ହେଲେ ଘରକୁ ଫେରି ପାରିବେ ନାହିଁ।
ଏହା ନିୟମ ନୁହେଁ। ଧାରଣ କରିବା ପାଇଁ ବାବା ଏହି ସବୁ ରହସ୍ୟକୁ ବୁଝାଉଛନ୍ତି। ତଥାପି ମଧ୍ୟ ମୁଖ୍ୟ କଥା ହେଉଛି ବାବାଙ୍କୁ ୟାଦ କରିବା, ସ୍ୱଦର୍ଶନ ଚକ୍ରଧାରୀ ହେବା। ବୀଜକୁ ମନେ ପକାଇବା ଦ୍ୱାରା ସାରା ବୃକ୍ଷ ବୁଦ୍ଧିରେ ଆସିଯିବ। ବୃକ୍ଷ ପ୍ରଥମେ ଛୋଟ ପରେ ବଡ଼ ହୋଇଥାଏ। ଅନେକ ଧର୍ମ ଅଛି ନା, ତୁମେ ଗୋଟିଏ ସେକେଣ୍ଡରେ ଜାଣି ନେଉଛ। ଦୁନିଆରେ ଏହି କଥା କାହାକୁ ହେଲେ ବି ଜଣା ନାହିଁ। ମନୁଷ୍ୟ ସୃଷ୍ଟିର ବୀଜରୂପ ଏକମାତ୍ର ବାବା ହିଁ ଅଟନ୍ତି। ବାବା କ'ଣ କେବେ ସର୍ବବ୍ୟାପୀ ହୋଇପାରିବେ? ଏହା ହେଉଛି ସବୁଠାରୁ ବଡ଼ ଭୁଲ। ତୁମେ ବୁଝାଉଛ ମଧ୍ୟ ମନୁଷ୍ୟକୁ କେବେ ଭଗବାନ କୁହାଯାଏ ନାହିଁ। ବାବା ପିଲାମାନଙ୍କୁ ସବୁ କଥା ସହଜ କରି ବୁଝାଉଛନ୍ତି। ପୁଣି ଯାହାର ଭାଗ୍ୟରେ ଅଛି, ନିଶ୍ଚୟ ଅଛି, ସେ ନିଶ୍ଚିତ ବାବାଙ୍କ ଠାରୁ ସମ୍ପତ୍ତି ନେବ। ନିଶ୍ଚୟ ନହେଲେ କିଛି ମଧ୍ୟ ବୁଝିପାରିବ ନାହିଁ। ଭାଗ୍ୟରେ ହିଁ ନାହିଁ, ତେବେ ପୁରୁଷାର୍ଥ କ'ଣ କରିବେ? ଯାହାର ଭାଗ୍ୟରେ ନାହିଁ ସେମାନେ ଏଭଳି ବସିଥାନ୍ତି ଯେପରି କିଛି ବି ବୁଝୁନାହାନ୍ତି। ଏତିକି ମଧ୍ୟ ନିଶ୍ଚୟ ନାହିଁ ଯେ ବାବା ଆସିଛନ୍ତି ଅବିନାଶୀ ସମ୍ପତ୍ତି ଦେବା ପାଇଁ। ଯେପରି କୌଣସି ନୂଆ ଲୋକ ମେଡ଼ିକାଲ କଲେଜରେ ଯାଇ ବସିବେ ତ କ'ଣ ବୁଝିବେ? କିଛି ବି ବୁଝିବେ ନାହିଁ। ଏଠାରେ ମଧ୍ୟ ସେହିପରି ଆସି ବସୁଛନ୍ତି। ଏହି ଅବିନାଶୀ ଜ୍ଞାନର ବିନାଶ ହେଉନାହିଁ। ଏକଥା ମଧ୍ୟ ବାବା ବୁଝାଉଛନ୍ତି। ରାଜଧାନୀ ସ୍ଥାପନ ହେଉଛି ନା, ତେଣୁ ଚାକର ବାକର, ପ୍ରଜା ପ୍ରଜାଙ୍କର ମଧ୍ୟ ଚାକର ବାକର ସବୁ ଦରକାର ନା। ତେଣୁ ଏହିପରି ମଧ୍ୟ ଆସୁଛନ୍ତି। କେତେ ଜଣଙ୍କର ତ ବହୁତ ଭଲ ଭାବରେ ବୁଦ୍ଧିରେ ବସିଯାଉଛି। ମତାମତ ମଧ୍ୟ ଲେଖୁଛନ୍ତି ନା। ତେବେ ଆଗକୁ ଉପରକୁ ଉଠିବାକୁ ଚେଷ୍ଟା କରିବେ, କିନ୍ତୁ ସେ ସମୟରେ ମୁସ୍କିଲ ହେବ। କାହିଁକି ନା ସେ ସମୟରେ ତ ବହୁତ ହଙ୍ଗାମା ହେବ। ଦିନକୁ ଦିନ ତୋଫାନ ବଢ଼ି ଚାଲିବ। ଏତେ ସେବା କେନ୍ଦ୍ର ସବୁ ରହିଛି, ଭଲ ଭାବରେ ବୁଝିବେ ମଧ୍ୟ। ଏକଥା ଲେଖାଯାଇଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା। ବିନାଶ ମଧ୍ୟ ସମ୍ମୁଖରେ ଦେଖୁଛନ୍ତି। ବିନାଶ ତ ହେବାର ଅଛି। ସରକାର ମଧ୍ୟ ଚାହୁଁଛନ୍ତି ଜନ୍ମ ନିୟନ୍ତ୍ରଣ ହେଉ, କିନ୍ତୁ ଏଥିରେ କିଏ ବା କ'ଣ କରିପାରିବେ? ବୃକ୍ଷର ବୃଦ୍ଧି ତ ନିଶ୍ଚିତ ହେବ। ଯେପର୍ଯ୍ୟନ୍ତ ବାବା ଅଛନ୍ତି ସେ ପର୍ଯ୍ୟନ୍ତ ସବୁ ଧର୍ମର ଆତ୍ମାମାନଙ୍କୁ ଏହିଠାରେ ରହିବାକୁ ହିଁ ପଡ଼ିବ। ଯେବେ ଏଠାରୁ ଆତ୍ମାମାନଙ୍କର ଯିବାର ସମୟ ହେବ, ତେବେ ସେଠାରୁ ଆତ୍ମାମାନଙ୍କର ଆସିବା ବନ୍ଦ ହୋଇଯିବ। ଏବେ ତ ସମସ୍ତଙ୍କୁ ଆସିବାକୁ ହିଁ ପଡ଼ିବ, କିନ୍ତୁ ଏକଥା କେହି ବୁଝିପାରୁନାହାନ୍ତି। ବାପୁଜୀ ମଧ୍ୟ କହୁଥିଲେ ରାବଣ ରାଜ୍ୟ ଚାଲିଛି, ଆମର ରାମରାଜ୍ୟ ଦରକାର। କହନ୍ତି ଅମୁକ ସ୍ୱର୍ଗବାସୀ ହେଲା, ତେବେ ଏହାର ଅର୍ଥ ଏହା ନର୍କ ଅଟେ ନା? ମନୁଷ୍ୟ ଏତିକି ମଧ୍ୟ ବୁଝିପାରୁନାହାନ୍ତି। ସ୍ୱର୍ଗବାସୀ ହେଲା ତ ଭଲ ହେଲା ନା? ନିଶ୍ଚିତ ନର୍କବାସୀ ଥିଲା। ବାବା ବୁଝାଉଛନ୍ତି ମନୁଷ୍ୟମାନଙ୍କ ଚେହେରା ତ ମନୁଷ୍ୟର, କିନ୍ତୁ ଚରିତ୍ର ମାଙ୍କଡ଼ର ଅଟେ। ସମସ୍ତେ ଗାନ କରୁଛନ୍ତି ପତିତ ପାବନ ସୀତାରାମ। ଆମେ ସମସ୍ତେ ପତିତ ଅଟୁ। ପବିତ୍ର କରିବା ବାଲା ହେଉଛନ୍ତି ବାବା। ସେମାନେ ସମସ୍ତେ ହେଉଛନ୍ତି ଭକ୍ତି ମାର୍ଗର ସୀତା। ବାବା ହେଉଛନ୍ତି ରାମ। କାହାକୁ ସିଧାସଳଖ ଏକଥା କହିଲେ ମାନିବେ ନାହିଁ। ରାମକୁ ଡାକୁଛନ୍ତି। ଏବେ ତୁମମାନଙ୍କୁ ବାବା ତୃତୀୟ ନେତ୍ର ଦେଇଛନ୍ତି। ତୁମେ ଯେପରି ଅଲଗା ଦୁନିଆର ହୋଇଯାଇଛ। ପୁରୁଣା ଦୁନିଆରେ କ'ଣ କ'ଣ ସବୁ କରୁଛନ୍ତି ଏବେ ତୁମେ ଜାଣୁଛ। ତୁମେମାନେ ଅଜ୍ଞାନୀରୁ ଜ୍ଞାନୀ ହେଉଛ। ରାବଣ ତୁମକୁ କେତେ ଅଜ୍ଞାନୀ କରିଦେଇଛି। ବାବା ବୁଝାଉଛନ୍ତି ବର୍ତ୍ତମାନ ସମୟରେ ସବୁ ମନୁଷ୍ୟ ତମୋ ପ୍ରଧାନ ହୋଇଯାଇଛନ୍ତି। ସେଥିପାଇଁ ତ ବାବା ଆସି ସତୋ ପ୍ରଧାନ କରାଉଛନ୍ତି। ବାବା କହୁଛନ୍ତି ଯଦିଓ ତୁମେମାନେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପାଦନ କରୁଛ, କିନ୍ତୁ ଗୋଟିଏ କଥା ମନେ ରଖ, ବାବାଙ୍କୁ ମନେ ପକାଇବାକୁ ହେବ। ତମୋ ପ୍ରଧାନରୁ ସତୋ ପ୍ରଧାନ ହେବାର ରାସ୍ତା ଆଉ କେହି କହିପାରିବେ ନାହିଁ। ସମସ୍ତଙ୍କର ରୁହାନୀ ସର୍ଜନ ଅର୍ଥାତ୍ ଅବିନାଶୀ ଡାକ୍ତର ଜଣେ ହିଁ ଅଟନ୍ତି। ସେ ହିଁ ଆସି ଆତ୍ମାମାନଙ୍କୁ ଇଞ୍ଜେକ୍ସନ୍ ଲଗାଉଛନ୍ତି। କାହିଁକି ନା ଆତ୍ମା ହିଁ ତମୋ ପ୍ରଧାନ ହୋଇଯାଇଛି। ବାବାଙ୍କୁ ଅବିନାଶୀ ଡାକ୍ତର ବୋଲି କୁହାଯାଉଛି। ଏବେ ଆତ୍ମା ସତୋ ପ୍ରଧାନରୁ ତମୋ ପ୍ରଧାନ ହୋଇଯାଇଛି, ତେଣୁ ଏହାକୁ ଇଞ୍ଜେକ୍ସନ୍ ଆବଶ୍ୟକ। ବାବା କହୁଛନ୍ତି ସନ୍ତାନମାନେ ନିଜକୁ ଆତ୍ମା ନିଶ୍ଚୟ କର ଏବଂ ନିଜର ବାବାଙ୍କୁ ମନେ ପକାଅ। ବୁଦ୍ଧି ଯୋଗ ଉପରେ ଅର୍ଥାତ୍ ନିଜର ମିଠା ଘରେ ଲଗାଅ। ବଞ୍ଚିଥାଉ ଥାଉ ଫାଶୀରେ ଲଟକି ଯାଅ ଅର୍ଥାତ୍ ବୁଦ୍ଧି ଯୋଗ ଶାନ୍ତି ଧାମରେ ଲଗାଅ। ଆମକୁ ମିଠା ଶାନ୍ତିଧାମ ଘରକୁ ଯିବାକୁ ହେବ। ନିର୍ବାଣ ଧାମକୁ ମିଠା ଘର ବୋଲି କୁହାଯାଉଛି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର
मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानंकु नमस्ते। आम आत्मिक संतान मानंकर मध्य आत्मिक पितांकु नमस्ते नमस्ते बाबा नमस्ते। धारणा पाई मुख्य सारांश 1 नंबर, ଏହି ପୁରୁଣା ଦୁନିଆ ଯେପରି ବିନାଶ ହୋଇସାରିଛି ସେଥିପାଇଁ ନିଜକୁ ଏହାଠାରୁ ଅଲଗା ମନେ କରିବାକୁ ହେବ। ବ୍ରାହ୍ମଣ ପରିବାର ରୂପୀ ବୃକ୍ଷର ବୃଦ୍ଧି ହେବା ସହିତ ଯେଉଁ ସବୁ ବିଘ୍ନ ରୂପୀ ତୋଫାନ ଆସୁଛି ସେଗୁଡ଼ିକୁ ଡରିବାର ନାହିଁ, ସେଥିରୁ ପାର ହେବାକୁ ହେବ। 2 ନମ୍ବର, ଆତ୍ମାକୁ ସତ ପ୍ରଦାନ କରିବା ପାଇଁ ନିଜକୁ ଜ୍ଞାନ ଯୋଗର ଇଞ୍ଜେକ୍ସନ ଦେବାକୁ ପଡ଼ିବ। ନିଜର ବୁଦ୍ଧି ଯୋଗ ଶାନ୍ତିଧାମ ସହିତ ଲଗାଇବାକୁ ହେବ। ବରଦାନ, ପ୍ରଥମେ ଆପଣର ପାଠ ଦ୍ୱାରା ମୁକୁଟଧାରୀ ହେଉଥିବା ମହାବୁଦ୍ଧିମାନ ହୁଅ। ଯେପରି ବାପଦାଦା ନିଜକୁ ପିଲାମାନଙ୍କର ଆଜ୍ଞାଧୀନ ସେବକ ବୋଲି କହୁଛନ୍ତି ଏବଂ ସେବକ କହିବା ଦ୍ୱାରା ଆପେ ଆପେ ମୁକୁଟଧାରୀ ହୋଇଯାଉଛନ୍ତି, ସେହିପରି ତୁମେମାନେ ମଧ୍ୟ ନିଜେ ନମ୍ରଚିତ ହୋଇ ଅନ୍ୟକୁ ଶ୍ରେଷ୍ଠ ଆସନ ଦେଇଦିଅ। ଯଦି ତୁମେ ତାଙ୍କୁ ଆସନ ଉପରେ ବସାଇ ଦେବ ତେବେ ସେ ସ୍ୱତଃ ଭାବରେ ନିଜେ ସେଥିରୁ ଓହ୍ଲାଇ ଆସି ତୁମକୁ ବସାଇ ଦେବେ। କିନ୍ତୁ ତୁମେ ଯଦି ବସିବା ପାଇଁ ଚେଷ୍ଟା କରିବ ତେବେ ସେ ତୁମକୁ ବସିବାକୁ ଦେବ ନାହିଁ। ସେଥିପାଇଁ ଅନ୍ୟକୁ ଆସନ ଛାଡ଼ିଦେବା ହିଁ ଆସନ ପ୍ରାପ୍ତ କରିବା। ତେଣୁ ପ୍ରଥମେ ଆପଣର ପାଠକୁ ଯଦି ଦୃଢ଼ ଭାବରେ ଧାରଣ କରିନେବ ତେବେ ତୁମର ସଂସ୍କାର ମଧ୍ୟ ସହଜରେ ଅନ୍ୟମାନଙ୍କର ସଂସ୍କାର ସହିତ ମେଳ ଖାଇବ ଏବଂ ମୁକୁଟଧାରୀ ମଧ୍ୟ ହୋଇଯିବ। ଏହା ହିଁ ହେଉଛି ମହାବୁଦ୍ଧିମାନ ହେବାର ବିଧି। ଏଥିରେ ମେହନତ ମଧ୍ୟ ନାହିଁ ଏବଂ ପ୍ରାପ୍ତି ମଧ୍ୟ ଅଧିକ। ସ୍ଲୋଗାନ, ଅବ୍ୟକ୍ତ ସ୍ଥିତିର ଅନୁଭବ କରିବା ପାଇଁ ଅନ୍ତର୍ମୁଖୀ ଏକାନ୍ତବାସୀ ହୁଅ। ଅବ୍ୟକ୍ତ ସାରା ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ଏବେ ପର୍ଯ୍ୟନ୍ତ ଅଲଗା ଅଲଗା ଫୁଲ ହୋଇ ନିଜ ନିଜର ରଙ୍ଗ ଦେଖାଉଛ, କିନ୍ତୁ ଯେତେବେଳେ ଗୋଟିଏ ଫୁଲ ତୋଡ଼ା ଉପରେ ନିଜର ସୁଗନ୍ଧ ଚତୁର୍ଦିଗରେ ଖେଳାଇବ ସେତେବେଳେ ହିଁ ଶକ୍ତି ଦଳର ପ୍ରତ୍ୟକ୍ଷତା ହେବ। ତେବେ ଯାଇ ତୁମର ସଂଗଠନ ଶକ୍ତି ପରମାତ୍ମା ପ୍ରତ୍ୟକ୍ଷତାର ନିମିତ୍ତ ହେବ। ଏବେ ପର୍ଯ୍ୟନ୍ତ ଜଣେ ଜଣେ ଅଲଗା ଅଲଗା ରହିଥିବା କାରଣରୁ ମେହନତ ଅଧିକ କରିବାକୁ ପଡ଼ୁଛି, କିନ୍ତୁ ଯେତେବେଳେ ତୁମର ସଂଗଠନ ଏକମତ ହୋଇଯିବ ସେତେବେଳେ ମେହନତ କମ୍ ଏବଂ ସଫଳତା ଅଧିକ ହେବ। ଓମ୍ ଶାନ୍ତି।